ଶତ ଗ୍ରାମ ସ୍ମାର୍ଟ ଭାରତର ପ୍ରୟୋଜନ। ସମସ୍ୟା ବିବରଣୀ। ଅନେକ ଗ୍ରାମାଞ୍ଚଳରେ ଏବେ ପର୍ଯ୍ୟନ୍ତ କନ୍ୟା ଶିକ୍ଷା ପ୍ରତି ଆଗ୍ରହ କମ୍ ରହିଛି। ଅଭିଭାବକମାନେ ଝିଅମାନଙ୍କୁ ଶିକ୍ଷା ଦେବାକୁ ଅଧିକ ଘରୋଇ କାମରେ ଲଗାନ୍ତି। ଏହା ଫଳରେ କନ୍ୟାମାନେ ଆର୍ଥିକ ଓ ସାମାଜିକ ଭାବେ ପଛେଇ ରହିଯାଆନ୍ତି। ସମସ୍ୟାର କାରଣ: ଶିକ୍ଷା ପ୍ରତି ଅଜ୍ଞାନତା ଓ ଅସଚେତନତା, ଦାରିଦ୍ର୍ୟ ଓ ଆର୍ଥିକ ସମସ୍ୟା, ଝିଅ ଓ ପୁଅ ମଧ୍ୟରେ ଭେଦଭାବ, ସ୍କୁଲ ଦୂରରେ ରହିଥିବାରୁ ଅଭିଭାବକଙ୍କ ଭୟ, ଶିକ୍ଷା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ନ ମିଳିବା। ସମସ୍ୟାର ପ୍ରଭାବ: ଝିଅମାନଙ୍କ ଶିକ୍ଷାର ଅଭାବ, ଶୀଘ୍ର ବିବାହ ଓ ଆର୍ଥିକ ନିର୍ଭରଶୀଳତା, ଗ୍ରାମ ଓ ସମାଜର ଉନ୍ନତି ଅଟକିଯାଏ, ମହିଳା ଶକ୍ତିକରଣ ହେଉନାହିଁ। ଗ୍ରାମରେ ବେଟି ପଢ଼ାଓ କେନ୍ଦ୍ର ସ୍ଥାପନ କରି କନ୍ୟା ଶିକ୍ଷା ଓ ସଚେତନତା କରାଇବା, ସ୍କୁଲ ଓ ପଞ୍ଚାୟତ ସହିତ ମିଳି ଜାଗୃତି ଅଭିଯାନ ଚଳାଇବା, ସ୍ମାର୍ଟ ଶିକ୍ଷା କୋଣ ସ୍ଥାପନ କରି ଝିଅମାନଙ୍କୁ ଡିଜିଟାଲ ଶିକ୍ଷା ଦେବା, ଗ୍ରାମରେ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ଏବଂ ସ୍କୁଲ ଆସିବା ଯିବା ସୁବିଧା ଦେବା, ଝିଅମାନଙ୍କ ପାଇଁ ପୁରସ୍କାର ଓ ସ୍କଲାରସିପ୍ ଯୋଜନା ଆରମ୍ଭ କରିବା। ଆଶା କରା ଫଳାଫଳ: ସମସ୍ତ କନ୍ୟା ଶିକ୍ଷା ନେବାର ଆଗ୍ରହୀ ହେବେ, ଗ୍ରାମ ନାରୀ ଶିକ୍ଷା ଓ ଆର୍ଥିକ ଶକ୍ତି ବଢ଼ିବ, ଗ୍ରାମ ଏକ ସ୍ମାର୍ଟ ଭିଲେଜ ଭାବେ ଉନ୍ନତ ହେବ, ଝିଅମାନେ ଆଗାମୀ ଦିନରେ ଶିକ୍ଷିତ ମା, ନେତୃତ୍ୱ ଓ ଉଦ୍ୟୋଗୀ ହେବେ। ଧନ୍ୟବାଦ।